ପ୍ରଭୁଙ୍କ ହାତରେ। ଗୋଟିଏ ଛୋଟ ଗାଁରେ ରାଚେଲ ନାମକ ଜଣେ ମହିଳା ରହୁଥିଲେ। ସେ ଇଥାନ ଓ ନାଥାନ ନାମକ ଦୁଇଟି ଚଞ୍ଚଳ ପୁଅର ସ୍ନେହୀ ମା ଥିଲେ। ପ୍ରତିଦିନ ତାଙ୍କ ଘର ପିଲାମାନଙ୍କ ହସ, ଦୌଡ଼ା ଦୌଡ଼ି ଏବଂ କେବେ କେବେ ପାଟିତୁଣ୍ଡରେ ପୂରି ରହୁଥିଲା। ରାଚେଲ କେବଳ ଏତିକି ଚାହୁଁଥିଲେ ଯେ ତାଙ୍କ ପୁଅମାନେ ଈଶ୍ୱରଙ୍କୁ ଭଲ ପାଆନ୍ତୁ, ଦୟାଳୁ ହୁଅନ୍ତୁ ଏବଂ ସତ୍ୟ ପଥରେ ଚାଲନ୍ତୁ। ସେ ବହୁତ ପରିଶ୍ରମ କରୁଥିଲେ। ଭୋରରୁ ଉଠି ରୋଷେଇ କରିବା, ପାଠପଢ଼ାରେ ସାହାଯ୍ୟ କରିବା ଏବଂ ଶୋଇବା ପୂର୍ବରୁ ସେମାନଙ୍କୁ ପ୍ରାର୍ଥନା କରିବା ଶିଖାଉଥିଲେ। କିନ୍ତୁ ଦିନ ବିତିବା ସହ ରାଚେଲ ଅନେକ ସମୟରେ କ୍ଳାନ୍ତ ଅନୁଭବ କରୁଥିଲେ। ବେଳେବେଳେ ଯେତେବେଳେ ପୁଅମାନେ ଝଗଡ଼ା କରୁଥିଲେ କିମ୍ବା କଥା ମାନୁନଥିଲେ, ସେ ଚୁପଚାପ ବସି ଭାବୁଥିଲେ, ମୁଁ କ'ଣ ସତରେ ସେମାନଙ୍କୁ ଠିକ୍ ଭାବରେ ଗଢ଼ୁଛି? ମୁଁ କ'ଣ ଏସବୁ ନିଜ ଶକ୍ତିରେ କରୁଛି? ଦିନେ ରାତିରେ ଯେତେବେଳେ ପୁଅମାନେ ଶୋଇପଡ଼ିଥିଲେ, ରାଚେଲ ନିଜ ବାଇବଲ ଖୋଲିଲେ। ତାଙ୍କ ନଜର ଏକ ପଦ ଉପରେ ପଡ଼ିଲା। ଯେଶାୟା 10:15। ଯେ କୁରାଢ଼ୀରେ ହାଣେ, କୁରାଢ଼ୀ କ'ଣ ତା ନିକଟରେ ଗର୍ବ କରିପାରେ? କାରଣ କୁରାଢ଼ୀ କେବଳ କାଟୁଥିବା ବ୍ୟକ୍ତିଙ୍କ ହାତର ଏକ ଯନ୍ତ୍ର ମାତ୍ର। ସେ ଏହାକୁ ପୁଣି ଥରେ ପଢ଼ିଲେ ଏବଂ ମୃଦୁ ହସିଲେ। ସତେ ଯେପରି ଈଶ୍ୱର ତାଙ୍କ ହୃଦୟରେ ଫୁସ୍ ଫୁସ୍ କରି କହୁଥିଲେ, ରାଚେଲ, ତୁମେ ମୋର ଏକ ଯନ୍ତ୍ର। ତୁମେ ସେମାନଙ୍କୁ ଏକା ଗଢ଼ୁନାହଁ, ମୁଁ ଗଢ଼ୁଛି। ତୁମେ କେବଳ ଏକ ମାଧ୍ୟମ, କିନ୍ତୁ ମୁଁ ହେଉଛି ପ୍ରକୃତ ମାଲିକ। ସେହି ରାତି ପରଠାରୁ କିଛି ବଦଳିଗଲା। ପ୍ରତିଦିନ ସକାଳେ ପୁଅମାନଙ୍କୁ ଉଠାଇବା ପୂର୍ବରୁ ରାଚେଲ ଏକ ଛୋଟ ପ୍ରାର୍ଥନା କରୁଥିଲେ। ହେ ପ୍ରଭୁ, ଆଜି ମୋ କଥାକୁ ନିୟନ୍ତ୍ରଣ କର। ତୁମେ ଯେପରି ଭଲ ପାଅ, ମୋତେ ସେହିପରି ଭଲ ପାଇବା ଶିଖାଅ। ଯେତେବେଳେ କିଛି ଭୁଲ ହୋଇଥିଲା, କ୍ଷୀର ଢାଳି ହୋଇଯିବା, ବହି ଭୁଲିଯିବା କିମ୍ବା ଜିଦଖୋର ହେବା, ସେ ଆଉ ଅସହାୟ ଅନୁଭବ କରୁନଥିଲେ। ସେ କେବଳ ହସୁଥିଲେ ଏବଂ କହୁଥିଲେ, ଚାଲ ପୁଣି ଚେଷ୍ଟା କରିବା। କାରଣ ସେ ଜାଣିଥିଲେ ଯେ ଈଶ୍ୱର ତାଙ୍କ ଧୈର୍ଯ୍ୟ ଓ ପ୍ରେମ ମାଧ୍ୟମରେ ପିଲାଙ୍କ ହୃଦୟକୁ ଗଢ଼ୁଛନ୍ତି। ବର୍ଷ ବର୍ଷ ପରେ ଯେତେବେଳେ ଇଥାନ ଓ ନାଥାନ ଦୟାଳୁ ଏବଂ ସମ୍ମାନିତ ଯୁବକ ହେଲେ, ଲୋକମାନେ ରାଚେଲଙ୍କ ମାତୃତ୍ୱର ପ୍ରଶଂସା କଲେ। ସେ କେବଳ ହସି କହୁଥିଲେ, ଏହା ମୁଁ ନୁହେଁ, ଏହା ଈଶ୍ୱରଙ୍କ କାମ। ମୁଁ କେବଳ ତାଙ୍କ ହାତର ଯନ୍ତ୍ର ଥିଲି। ଶିକ୍ଷା। ଠିକ୍ ରାଚେଲଙ୍କ ପରି ଆମେ ସମସ୍ତେ ଈଶ୍ୱରଙ୍କ ହାତର ଯନ୍ତ୍ର। ଆମର ଶକ୍ତି, ଜ୍ଞାନ ଏବଂ ସଫଳତା ଆମର ନିଜର ନୁହେଁ। ଏଗୁଡ଼ିକ ଈଶ୍ୱରଙ୍କ ଦୟାର ଦାନ। ତେଣୁ ଆମେ ଯାହା କରୁ ସେଥିପାଇଁ ଗର୍ବ ନ କରି ଆମ ମାଧ୍ୟମରେ ପ୍ରତିଦିନ କାମ କରୁଥିବା ସେହି ପ୍ରେମମୟ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ। କୁରାଢ଼ୀ କ'ଣ ତଦ୍ୱାରା ଛେଦନକର୍ତ୍ତା ବିରୁଦ୍ଧରେ ଦର୍ପ କରିବ? କରତ କ'ଣ କରତିଆର ପ୍ରତିକୂଳରେ ଆପଣାକୁ ଶ୍ରେଷ୍ଠ କରିବ? ଯେଉଁମାନେ ଦଣ୍ଡ ଉଠାନ୍ତି, ଦଣ୍ଡ କ'ଣ ସେମାନଙ୍କୁ ହଲାଇବ? ଯେ କାଷ୍ଠ ନୁହେଁ, ଯଷ୍ଟି କ'ଣ ତାହାକୁ ଉଠାଇବ? ଯେଶାୟା 10:15।